ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ପରିସରରେ ବନାଗ୍ନି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉଲୁଣ୍ଡା ବନାଞ୍ଚଳ ଅଧିକାରୀ ଦେବରାଜ ଛତ୍ରିଆଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ କେନ୍ଦୁପତ୍ର ରେଞ୍ଜର ଜ୍ୟୋତ୍ସ୍ନା ଆଇତ୍ୱ, ମୁଖ୍ୟ ବକ୍ତା ଭାବରେ ଉଲୁଣ୍ଡା ଅଗ୍ନିଶମ ବିଭାଗର ହାବିଲଦାର ତପନ ଗାଇଗରିଆ, ସମ୍ମାନିତ ଅତିଥି ଭାବେ ସିଣ୍ଡୋଲ କେନ୍ଦୁପତ୍ର ସେକ୍ସନ ବନପାଲ କ୍ରିଷ୍ଣା ଖୁଣ୍ଟିଆ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ସମସ୍ତଙ୍କ ମିଳିତ ସହଯୋଗରେ କିପରି ଜଙ୍ଗଲ ନିଆଁକୁ ରୋକାଯାଇପାରିବ ସେ ବିଷୟରେ ବକ୍ତବ୍ୟ ରଖିଥିଲେ। ସିଣ୍ଡୋଲ କେନ୍ଦୁପତ୍ର ବନପାଲ ଶ୍ରୀମତୀ ଖୁଣ୍ଟିଆ ଜଙ୍ଗଲ ନିଆଁ ପ୍ରକୃତି ଉପରେ କିପରି କୁପ୍ରଭାବ ପକାଉଛି ଏବଂ ବିଭାଗୀୟ କର୍ମଚାରୀମାନଙ୍କ ଭୂମିକା କ'ଣ ସେ ବିଷୟରେ ବିଶଦ ଭାବରେ ମତ ରଖିଥିଲେ। ମୁଖ୍ୟ ବକ୍ତା ଶ୍ରୀ ଗାଇଗରିଆ ଜଙ୍ଗଲ ନିଆଁର ପ୍ରକାର, କାରଣ, ପ୍ରତିକାର ଉପରେ ଆଲୋଚନା କରିଥିଲେ। ଉଲୁଣ୍ଡା ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ଛତ୍ରିଆ ଜଙ୍ଗଲ ନିଆଁ ବର୍ତ୍ତମାନ ଏବଂ ଭବିଷ୍ୟତ ଉପରେ କି ପ୍ରଭାବ ପକାଉଛି, ଜଙ୍ଗଲ ନିଆଁକୁ କିପରି ରୋକାଯାଇପାରିବ ସେ ବିଷୟରେ ଅବଗତ କରାଇଥିଲେ ଏବଂ ଜଙ୍ଗଲ ନିଆଁ ସମ୍ବନ୍ଧିତ ଆଇନ ବିଷୟରେ ମଧ୍ୟ ଅବଗତ କରାଇଥିଲେ। ସଭା କାର୍ଯ୍ୟକୁ ଉଲୁଣ୍ଡା ବନପାଲ ଦିନେଶ ପ୍ରସାଦ ମାଝୀ ପରିଚାଳନା କରିଥିଲେ ଏବଂ ବନ, ବନ୍ୟପ୍ରାଣୀ ଓ ଜଙ୍ଗଲ ସୁରକ୍ଷା ଦିଗରେ ସମସ୍ତେ ଆଗଭର ହେବାକୁ ଅନୁରୋଧ ମଧ୍ୟ କରିଥିଲେ। ଅଗ୍ନିଶମ ବିଭାଗ ଦ୍ୱାରା ନିଆଁକୁ ଆୟତ୍ତ କରିବାର ଏକ ମକ୍‌ଡ୍ରିଲ୍ ମଧ୍ୟ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ଉଲୁଣ୍ଡା ବନାଞ୍ଚଳର ସମସ୍ତ ବନପାଲ, ବନରକ୍ଷୀ, ଫରେଷ୍ଟ ସ୍କ୍ୱାଡ୍, ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ସମସ୍ତ ପିଏମ୍ଜିଓ, ସଂଯୋଜକ, ଡିଓ, ଭିଏସ୍ଏସ୍ ପ୍ରେସିଡେଣ୍ଟ, କୋଷାଧ୍ୟକ୍ଷ, ଏନିମେଟର, ଏସ୍ଏଚ୍ଜି ମହିଳା, କେନ୍ଦୁପତ୍ର ବିଭାଗର ବନପାଲ, ବନରକ୍ଷୀ ସମେତ ଅନେକ ପରିବେଶ ପ୍ରେମୀ ଯୋଗ ଦେଇଥିଲେ। ଶେଷରେ ପିଏମ୍ଜିଓ ଟିମ୍ ଲିଡର ସଞ୍ଜୀବ ନାଗ ଧନ୍ୟବାଦ ଅର୍ପଣ କରିଥିଲେ।